अवस्था एमती खराब जो कहना मौत को टक्कर देगा मैच जो जी केते सुंदर व्यू वीडियो करछन हेलो फ्रेंड्स गुड मॉर्निंग आज एटा होची आमर सब जोड़ सेठ जिनिस पड़ी माने आम सब गाधे सब आसीचु पड़ी आम बाहर पड़े जमुनोत्री तो आम 5टार बाहर पड़ू आम 3:30 उठिलु आते टाइम 4:30 केमती अंधार अच्छी एवं आम बाहर की जीव मु धीरे धीरे कथा नहीं क्या केमती अंधार बाबा यहाँ हूँ पानी कड़ा पड़ी कि समस्त बाहर पड़े आम भी बाहर पड़ू केमती साउंड हो हेलो फ्रेंड्स गुड मॉर्निंग हर हर महादेव आमर चारिधाम स्टार्ट हो जाइए तो आज हूँ चारिधाम स्टार्टर प्रथम दिन आम आज जाऊँ यमुनोत्री जोटा कि आम हरिद्वार तले थिलु माने हरिद्वार थिलु तापर आम ऊपर को आसिलु मसूरी क्रॉस करके बाराकोट तो सेठी होटेल रही जाइलु तो आज हूँ तापर दिन जोटा कि आम पाहांतिया 5:30 बाहर की पलि आसचु ये जगह को आसचु जोटा कि यमुनोत्री जो ट्रैकिंग स्टार्ट हम तो से पर्यंत से गाड़ी रही तो सेठू आमर से ट्रैकिंग स्टार्ट हम तो देखो साइड रे केते सुंदर सुंदर पहाड़ झरणा देखले जमी लगुच किए जमी माने नेचर पेंट बनई रखी देखो केते सुंदर पहाड़ झरणा अरे एपट साइड देखो एत छोट रास्ता यहाँ हूँ से नेशनल हाईवे जोटा देखले भय लगे एपट ना रेलिंग अच्छी ना कौन अच्छी कि नहीं गाड़ी जदि तले पड़ो आ मनीष गोटे भी बचीबनी तो रेलिंग थिले भी नष्ट हो जाए कौन एत बड़ बड़ पहाड़ बहुत बड़ बड़ पत्थर खसिले रेलिंग बा कौन रहिबो ना कौन तो से ट्रैकिंग चली चली 6 किलोमीटर तो ये लोक मैंने कहते 3 आवर लगे देखा जाओ टाइम लगुच आमर से गाड़ी रहिला परे आमे सेठी टिके चा पीलु समस्ते एते ठंडा एते शीत जे माने मनीष थरुला पुणी ता सांगू पुणी वर्षा भी होउची माने से दिन टोटाली वर्षा 2 दिन पर्यंत छाड़ीनी जोटा कि आम से चा पीकी ऊपर को आसिलु ट्रैकिंग आमर स्टार्ट हो जाइए जिते जिते ऊपर को आम जाऊँ आमर से हार्ट बीट मैंने बढ़ी बढ़ी जाऊला अभ्यास नहीं एमती आमर तो अभ्यास नहीं आम चलुचु एमती साधारण रास्तार चलुचु कि पहाड़ आम चढ़ी नथिलु तो जोटा कि फास्ट टाइम आमर एटा एक्सपीरियंस थिला यमुनोत्री हार्ट बीट बहुत तेज हो जाऊला आम धई सई भी लगुला कौन करवा चलवा ना
ଆମେ ବାଟ ଯାକ ତ ପୁରା କଣ୍ଟିନ୍ୟୁଅସଲି ଚାଲି ପାରୁନଥିଲୁ, ତ ସେଥିପାଇଁ ଆମକୁ ମାନେ ଟିକେ ରେଷ୍ଟ ନେଉଥିଲୁ, ପୁଣି ଚାଲୁଥିଲୁ, ପୁଣି ଟିକେ ରେଷ୍ଟ ନେଉଥିଲୁ, ପୁଣି ଚାଲୁଥିଲୁ। ସେମିତି କରି କରି ଆମେ ଚାଲିକି ଆସୁଥିଲୁ। ଆମେ ଦେଖୁଥିଲୁ ବହୁତ ଲୋକ ମାନେ ଘୋଡ଼ାରେ ବି ଆସୁଛନ୍ତି, ଏତେ ଲୋକ ଘୋଡ଼ାରେ ଆସୁଛନ୍ତି, ତ ସେମାନେ ଘୋଡ଼ାମାନଙ୍କୁ ଦେଖିଲେ ବି ଖରାପ ଲାଗୁଥିଲା। ଯେଉଁଟାକି ଘୋଡ଼ାମାନେ ଏମିତି କାନ୍ଦୁଥିଲେ, ତାଙ୍କ ଆଖିରୁ ଲୁହ ବାହାରୁଥିଲା, ସେମାନଙ୍କୁ ବି କଷ୍ଟ ହେଉଥିବ ନା। ମୋତେ ଲାଗେ ନାଇଁ ଆସିବନି ଯଦି ଆସିବନି, ଏମିତି ଆସିକିରି ଗୋଟେ ଜାନୁଆରକୁ କଷ୍ଟ ଦେଇକି ଉପରକୁ ଯିବା, ଏଇଟା ମୋତେ ଠିକ୍ ଲାଗିଲାନି। ତ ଆମେ ଯେତିକି କଷ୍ଟ ଆମେ ଚାଲିକି ବି ଯାଇଥିଲୁ। ଏତେ ବର୍ଷା ହେଉଥିଲା, ମାନେ ଭୟ ବି ଲାଗୁଥିଲା, ମାନେ ଘୋଡ଼ାମାନେ ମଧ୍ୟ ସେମାନେ ଏମିତି ଚାଲୁଥିଲେ ଯେଉଁଟାକି ସେମାନେ ଗୋଇଠା ମାରି ଦେଉଥିଲେ, ଆଉ ପିଠୁ ବି ଯାଉଥିଲା, ଆଉ କ'ଣ ପାଲିଙ୍କି, ବର୍ତ୍ତମାନ ତ ବିଜୟଲକ୍ଷ୍ମୀ ଏମିତି ଦୁଇ କମ୍ପ୍ଲେନ୍ ତିନିଟା ଆମ କରୁଛନ୍ତି ଆଖି ଟିକେ ଆଗରେ ଦୁଇ ଶୁଣିଦିଅନ୍ତୁ। ତିନି ଜଣ ବି କୁହନ୍ତୁ ପଡ଼ିଯାଇଥିଲେ। କ'ଣ କହୁଛନ୍ତି? ଏବେ 2 କିଲୋମିଟର ଚାଲିକି ଆସିଲୁ, ଆଉ 4 କିଲୋମିଟର ଅଛି। ହଁ, ଆଉ ସମସ୍ତେ ଘୋଡ଼ାରେ ଯିବାକୁ କହୁଛନ୍ତି। ସାଙ୍ଗରେ କଥା ମାନେ ୟାଙ୍କ କଥା ଶୁଣିକି ମୁଁ କମ୍ପୁଟର ଆଣିକି ସ୍ପିକର ହଁ, ଏବେ ମୋର ହାର୍ଟ ବି ବହୁତ ତେଜ ହେଉଛି। ଆଉ ଆଜ୍ଞା ୟମୁନୋତ୍ରୀରେ ଏମିତି ହେଲେ କେଦାରନାଥରେ କେଉଁ ପ୍ରକାର ହେବ ଆପଣ ଭଲ ଭାବରେ ଜାଣିପାରୁଥିବେ। ଆଉ ପ୍ରବଳ ବର୍ଷା, ଆଉ ଇଏ ଯମୁନା ନଦୀର ଶବ୍ଦ କରି ଆସୁଛି। ବର୍ତ୍ତମାନ ବିଜୟଲକ୍ଷ୍ମୀ ରେଷ୍ଟ ନେଉଛନ୍ତି, ପାହାଡ଼ ଚଢ଼ି ଚଢ଼ି ଆସିଲେ। ହଁ, ଦେଖନ୍ତୁ ବର୍ତ୍ତମାନ ଆଉଥରେ ସେ କହୁଛନ୍ତି। ମୁଁ ସିଗାରେଟ୍ ଟାଣୁଛି। ଦେଖିଲେ ଏଠି ବର୍ତ୍ତମାନ ଟେମ୍ପରେଚର ଅଛି 18 ଡିଗ୍ରୀ। ଏଇଟା ହେଉଛି ୟମୁନୋତ୍ରୀ, ଆଉ ଏଇଟା ହେଉଛି ଯିବା ରାସ୍ତା। ଆଉ ଏଠି ବହୁତ ବଢ଼ିଆ ଦୃଶ୍ୟମାନ ହେଉଛି। ଆଉ ଏଇଟା ଗୋଟେ ବହୁତ ବଢ଼ିଆ ମନୋରମ ଦୃଶ୍ୟ। ଆଉ ଏଠିକାର ଯିଏ ଆସିନାହିଁ ସିଏ ଅନୁଭବ କରିପାରିବନି। ହଉ, ମୁଁ ରହିଲି। ଫାଇନାଲି ଆମେ ଶେଷରେ ଏତେ କଷ୍ଟ କରିକି ଚାଲିଲା ପରେ 7 କିଲୋମିଟର ଉପରେ ଆସିକି ପହଞ୍ଚି ଯାଇଥିଲୁ। ଇଏ ହେଉଛି ୟମୁନା ମାଙ୍କ ମନ୍ଦିର। ଦେଖନ୍ତୁ କେତେ ସୁନ୍ଦର, ପୁରା ପାହାଡ଼ ଉପରେ ଯାଇକି ଅଛନ୍ତି, ତ ତା ପାଖରେ ୟମୁନା ନଦୀ ବହିଛି। ଦେଖନ୍ତୁ, ଆମର ପୂଜାପୂଜି ସରିଗଲା ପରେ ଆମ ମନେ ବାବୁଲ ପଡ଼ିଲେ ଯାଇଛନ୍ତି ୟମୁନା ନଦୀରୁ ପାଣି ଆଣିବା ପାଇଁ, ଘରକୁ ନେବା ପାଇଁ। ସେଥିପାଇଁ ଯାଇଛନ୍ତି, ଆମେ ତାଙ୍କୁ ଜଗିକି ଅଛୁ। ଏତେ ପାଣି କହିବୁ ଦେଖିଲେ କ'ଣ ହିଁ କହ। ଭୟ ଲାଗିବ। ପାଣି ତ ପାଣି, ପୁଣି ଥଣ୍ଡା, କହିହେବନି, ମାନେ ପାଦ ଦୁଇଟା ତଳେ ବି ରଖିପାରିବନି, ବହୁତ ଥଣ୍ଡା। ସେଥିରେ ଆମ ବୁଟ୍ ସବୁ ଓଦା ହେଇଯାଇଥିଲା। ଏବେ ଆମେ ଦର୍ଶନ କରିସାରି ପୁଣି ରିଟର୍ଣ୍ଣ ହେଉଛୁ। ରିଟର୍ଣ୍ଣ ତ ବହୁତ, ମାନେ ଆମେ ସହଜରେ ରିଟର୍ଣ୍ଣ ହେଇଯାଇଥିଲୁ। ଉଠିଲା ବେଳକୁ ଯେତିକି କଷ୍ଟ ହେଇଥିଲା, ଆମକୁ ସେତିକି କଷ୍ଟ ବି ଲାଗିନଥିଲା। ଆମେ ଡାଉନ୍ ମାନେ ଉପରକୁ ଉଠିଲା ବେଳକୁ ବହୁତ କଷ୍ଟ ଲାଗେ, କିନ୍ତୁ ଡାଉନ୍କୁ ଆସିଲା ବେଳେ ଏତେ କଷ୍ଟ ଲାଗେନି। କିନ୍ତୁ ସେଇଠୁ ଯାହା ବର୍ଷା ହେଲେ ଯେଉଁ ପ୍ରୋବ୍ଲେମ୍ ହୁଏ, ଆମେ ସେଇଟା ନିଜ ଆଖିରେ ଦେଖିଲୁ। ଆମେ ଆସିଲା ଟାଇମ୍ରେ ଆମ ସାଙ୍ଗରେ ଯାହା ଘଟିଲା, କହୁନାହାନ୍ତି ଭଗବାନ ଆମକୁ ବଞ୍ଚେଇ ଦେଲେ। ଯେଉଁଟାକି କ'ଣ ହେଇଥିଲା ଆମ ସାଙ୍ଗରେ, ଆମେ ଆସୁଛୁ, ତ ମୁଁ ସାଇଡ଼୍ରେ ଏମିତି, ମୁଁ ଟିକେ ମାନେ ନେଚରକୁ ଦେଖି ଆସେ, ମୋତେ ଟିକେ ନେଚର ଭଲ ଲାଗେ। ତ ମୁଁ ସାଇଡ଼୍ରେ ଦେଖି ଆସୁଥିଲି, ପାହାଡ଼, ଝରଣା ଏସବୁ ଦେଖି ଆସୁଥିଲି। ଆମ ବାବୁଲ ଆଗରେ ଥିଲେ, ଆମେ ପୁଷ୍ପାର ମୋର ମିଶିକି ଆସୁଛୁ। ତ ସେଇଠି ଆମ ଆଖି ଆଗରେ ଗୋଟେ ପୁରା ପଥର ଏମିତି ଖସିଲା, ବଟ୍ ମୁଁ ପଥର ଖସିବା ଦେଖିନଥିଲି। ତ ବାବୁଲ ଆଗରେ ଯେତେବେଳେ ଖସିଲା, ବାବୁଲ ଧାଇଁକି ପଛରେ, ମୁଁ କହିଲି କ'ଣ ହେଲା ନା, ଗୋଟେ ପଥର ଖସିଲା। ତାପରେ ମୁଁ ଦେଖିଲା ବେଳକୁ ପଥର ଖସିଛି, ପୁଣି ଆଉ ଗୋଟେ ପଥର ସେ ପାହାଡ଼ ଉପରେ ଏଡ଼େ ବଡ଼ ଲଟକିକି ଅଛି, ଦେଖିଲେ ବି ଭୟ ଲାଗୁଥିଲା। ଆମେ ତାପରେ ସେଇଠୁ ଏମିତି ଧାଇଁଛୁ, ଯେମିତିକି ଲୋକ ମାରାଥନରେ ବି ସେମିତି ଧାଇଁବେ କି ନାହିଁ ମୁଁ ଜାଣିନି, ବଟ୍ ଧାଇଁକି ପଳେଇ ଆସିଥିଲି। ତ ଆମେ 7 କିଲୋମିଟର ପାହାଡ଼ ମାନେ ଉପରକୁ ଉଠିକି ଆସିଲେ, କିନ୍ତୁ ମାନେ କ'ଣ ସମୁଦ୍ର ପାଖରୁ କେତେ ଦୂର? 30,000 କି 40,000 ହଁ, 30,000 ମାନେ 30,000 40,000 କିଲୋମିଟର ଉପରେ ଆମେ ଏବେ ଅଛୁ। କିଲୋମିଟର ନାହିଁ, ମିଟର। 30,000 40,000 ମିଟର ଉପରେ ଅଛି। ଆମେ ଗଞ୍ଜେଇ ଟାଣିକି ଯାଇଛୁ। ଏମିତି ବର୍ଷା ଶୀତ ମାନେ ଆଉ ହାତ କାମ କରୁନି, ମୁଠା ଆମେ ଏବେ ହୋଟେଲରେ ଆସିକି ପହଞ୍ଚିଲୁ। ଆଜି ଚାଲି ଚାଲି ପୁରା ଅବସ୍ଥା ଖରାପ।
ଅବସ୍ଥା ଏମିତି ଖରାପ ଯୋଉ କହୁନାହାନ୍ତି କେବେ ମौत को टक्कर देगा मैच ଆଜି ବହୁତ ରିକ୍ସ ବାପରେ ଏମିତି ବର୍ଷା ଆଜି ମୁଁ ମୋ ଜନ୍ମରୁ ଆଜି ପର୍ଯ୍ୟନ୍ତ ମୁଁ ଜାଣିନି ଏମିତି ବର୍ଷା ମାନେ ଏଠି ଏମିତି ବର୍ଷା ହଉଛି ହେଲେ କିଏ ଆଇବନି ବର୍ଷା ନହେଲେ ବହୁତ ମାନେ ରିକ୍ସ ଲାଇଫ ରିକ୍ସ ଅଛି ଯୋଉ ମାର୍ଚ୍ଚ ମାସରେ ଖୁଲୁ ଯୋଉ ପଳେଇ ଆଉଛନ୍ତି ସେଇଟା ମାର୍ଚ୍ଚ ମାସ ମେ ମାସ ମାସରେ ଖୁଲୁ ତା ମାନେ ଯାଇଥିଲୁ ଯମୁନୋତ୍ରୀ କେଦାରନାଥ ଯାଇନୁ ଯିବୁ ଆଉ କେତେଟା ମାନେ ଟୋଟାଲି 14 କିଲୋମିଟର ନାଇଁ ମାନେ ପାହାଡ଼ ଚଢ଼ିବାକୁ ଚାଲୁଛୁ ବା ପାହାଡ଼ ମାନେ ଚଢ଼ିବାକୁ ମାନେ ପାହାଡ଼ ଚଢ଼ିଲେ ଯେମିତି ଟାଇପ୍ର ଫିଲ୍ ହେବ ଉପରୁ ଉପରୁ କଣ ଲାଗିଲା ଜାଣିଛୁ ମୋତେ 30 କିଲୋମିଟର ଚାଲିଲା ଭଳିଆ ଏକା ଲାଗେ ମାନେ ନର୍ମାଲ ଜାଗା ହେଲେ ସମତଳ ଜାଗା ହେଲେ ତ ଚାଲି ହେଇଯିବ ଆଉ ସେତିକି ଆମେ ଚାଲୁଛେ ୱାକିଂ ଏଇଟା ବହୁତ ପାହାଡ଼ ମାନେ ଉଠାଣିଆ ଉଠି 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 ସେଇଟା କଷ୍ଟ ଯିବା 7 କିଲୋମିଟର ପୁଣି ଆସିବା 7 କିଲୋମିଟର ଆସିଲା ବେଳକୁ ଏତେ ଜଣା ପଡ଼ିଲାନି ହଁ ଗଲାବେଳକୁ ବହୁତ ଜଣା ପଡ଼ିଲା ମାନେ ଶ୍ୱାସ ଫୁଲୁଥିଲା ମାନେ ପ୍ରୋବ୍ଲେମ୍ ହେଉଥିଲା ଅକ୍ସିଜେନ୍ ନେବା ପାଇଁ ଆସିଲା ବେଳକୁ କିନ୍ତୁ ଜଣା ପଡ଼ିଲାନି କିନ୍ତୁ ଆସିଲା ବେଳକୁ ପ୍ରୋବ୍ଲେମ୍ ଟିକେ ହେଲା ପୁରା ପଥର ବର୍ଷା ହେଉଛି ଯଦି ଦିନ ଯାକ ବର୍ଷା ହେଉଛି ତ ଆଜି ପଥର ଗୋଟେ ମାନେ ଆମ ଆଖି ସାମ୍ନାରେ ପୁରା ଖସିଲା ଆମେ ତ ଡରିକି ଧାଇଛୁ ବଡ ପଥର ଆଉ ଗୋଟେ ପଥର ମାନେ ପାହାଡ଼ ଉପରେ ଲଟକିକି ଥିଲା ଖସିବ ସେଇଟା ଖସିଯିବ କେତେବେଳେ ଧାଇଁ ଧାଇଁକି ଆସିଛୁ ପୁରା ହାର୍ଟ ବିଟ୍ ପୁରା ବଢ଼ିକି ଥିଲା ଏବେ ଜଷ୍ଟ ଆସିକି ଆମେ କେତେଟାରେ ପହଞ୍ଚିଲେ 8:30ରେ ପହଞ୍ଚିଲୁ ଖାଇନୁ ଗଙ୍ଗୁଡ଼ି ମାରିକି ଶୋଇଛନ୍ତି ହଉ ବାଏ ଭିୟୁଟା ଟିକେ କ'ଣ ପାଇଁ ଦେଖୁନୁ ଆମେ ଏ ହୋଟେଲ ଯାଇକିରି ଖାଉଛୁ ଏତେ ଖାଇବା ଏମିତି କହୁନ ଆଚ୍ଛା ଠିକ୍ ଅଛି ସକାଳେ ଦେଖିଥିଲି ସକାଳେ ଦେଖ କିଏ କ'ଣ କରୁଛି ମୁଁ ଏବେ କହିଦେଉଛି କପଡ଼ା କେମିତି ପଡ଼ିଛି ବୁଟ୍ ପୁରା ଓଦା ହେଇକିରି ଅଛି ରେନିକୋଟ୍ ବାଥରୁମ୍ରେ ପଡ଼ିଛି ଆଉ ଜଣେ ଏପଟେ ପୁରା ଘୁଙ୍ଗୁଡ଼ି ଆଉ ଜଣେ ପୁରା କାନରେ ଇୟରଫୋନ୍ ହ୍ୟାଣ୍ଡ ପ୍ଲଗ୍ ମାନେ ଇୟରଫୋନ୍ ଦେଇକି ପୁରା ଗୀତ ଶୁଣୁଛ ଯେ କେ ଡାକିଲେ ବି ତମ ଶୁଭୁନି ଆଉ ଇଏ ଆମର ବାବୁଲୁ ଯେତିକି ସ୍ପିଡ଼ରେ ଚଳିଥିଲେ ଆସିଲା ବେଳେ ସ୍ଲୋ ହେଇଗଲେ ଆସିଲା ବେଳେ କ'ଣ କହୁଛନ୍ତି ତୁ କହିଦଉନୁ ମୁଁ ପଳେଇବି ଧାଇ ଆସିଲା ବେଳକୁ ବାବୁଲର ବ୍ୟାଟେରୀ ପୁରା ଲୋ ହଁ ଏଇଟା ସତରେ ଆମେ ତାଙ୍କୁ ପଛରେ ପକେଇ ପଳେଇ ଆସିଛୁ ଆମେ ଗଲାବେଳକୁ ଆମକୁ ପ୍ରୋବ୍ଲେମ୍ ହେଉଛି କିନ୍ତୁ ଆମର ଘଣ୍ଟାଟେ ପୂର୍ବରୁ ବାବୁଲ ଯାଇ ପହଞ୍ଚି ଯାଇଛନ୍ତି ଆମେ ଗଲୁ କେତେ କଷ୍ଟ କେଦାରନାଥରେ ମାନେ ଏମିତି ବାଦଲ ମାନେ କିଛି ଦିଶୁ ହିଁ ନଥିଲା କିଛି ଦିଶୁନଥିଲା ତ ଏବେ ହେଲାଣି କେତେଟା 9:30 ଟାଇମ୍ ହେଇଗଲା 8:30ରେ ପହଞ୍ଚିଲୁ ଆଉ ଏବେ ଯିବୁ ଖାଇବୁ ଖାଇକିରି ଶୋଇପଡ଼ିବୁ ପୁଣି ସକାଳେ ଉଠିକି ପୁଣି ଆଉଥରେ ଆଉ କୁଆଡ଼େ ଯିବୁ ଆଉ କ'ଣ ଯିବୁ ଉତ୍ତରକାଶୀ ନା କୁଆଡ଼େ ଯିବୁ ତ କାଲି ଟିକେ ଲେଟ୍ରେ ଯିବୁ ଆଜି କିନ୍ତୁ ସକାଳୁ 3:30ରେ ଉଠିଥିଲୁ ଉଠିକିରି ରେଡ଼ି ହେଇ ଯିବା ପାଇଁ 5ଟା ବେଳକୁ ବାହାରିଥିଲୁ ତ କାଲି ଆଜି ଟିକେ ପୁରା ରେଷ୍ଟ ନେବୁ କାଲି ଟିକେ ଲେଟ୍ରେ ବାହାରିକି ଯିବୁ ତ ବାସ୍ ରହୁଛି ବାଏ ଆମେମାନେ ଯାଉଛୁ ଖାଇବୁ ଖାଇକି ପୁଣି ଶୋଇବୁ ଆଉ ବାଏ ପୁଣି କାଲି ଦେଖାହେବ ଆଉ ଗୋଟେ ଏକ ନୂଆ ବ୍ଲଗ୍ରେ ବାସ୍ ଗୁଡ଼୍ ନାଇଟ୍